I have done an honest book. এটা নবীনবাবুর হ্যাজিওগ্রাফি নুহ যে তার প্রোপাগান্ডা পাই নুহ কিংবা তার খালি ক্রিটিসিজম পাইবি নুহ ମୁଁ ଗୋଟେ ଅବଜେକ୍ଟିଭ୍ ଆସେସମେଣ୍ଟ କରିଛି ନବୀନବାବୁର ଲାଇଫ୍ ଏବଂ ସେ ଜଣେ ନିଶ୍ଚୟ ଜଣେ ବଡ଼ ପଲିଟିକାଲ୍ ଫେନୋମେନାଲ୍ ଇଣ୍ଡିଆ। ତ ଆଇ ହାଭ୍ ଡନ୍ ଆନ୍ ଅବଜେକ୍ଟିଭ୍ ଆସେସମେଣ୍ଟ ଆଜ୍ ଏ ସାମ୍ବାଦିକ someone who records contemporary history. তো ମୁଁ ଭାବୁଥିଲି ଏଇଟା ମୋର କର୍ତ୍ତବ୍ୟ ଏବଂ ଆଇ ହାଭ୍ ଡନ୍ ଇଟ୍ ଟୁ ଦ ବେଷ୍ଟ ଅଫ୍ ମାଇ ଏବିଲିଟି। ତ ମୁଁ ଭାବୁଛି ଏଇଟା ଲୋକମାନେ ଆକ୍ସେପ୍ଟ କରିବେ। ଅଛି ସେସବୁ 2019 ପରେ ମାନେ ଆମର ଯେ ଗୋଟେ ନୂଆ ମଡ଼େଲ ହେଇଯାଇଥିଲା ଓଡ଼ିଶାରେ ହାର୍ଟ ଫ୍ଲୋ সেই বিষয়ে ଅଛି ଏସବୁ ଡିଟେଲ୍ ଅଛି। এই বইটা এটা তো রিভাইজড ভার্সন আপডেটেড ভার্সন 2024 ইলেকশন পরে ମୁଁ লিখিলি। এই বইটাতে ଗୋଟେ বড় চ্যাপ্ଟর ଅଛି ପାଣ୍ଡିଆନ ପାଜେଲ୍ ବୋଲିକିରି ପାଣ୍ଡିଆନ ବାବୁକୁ ନେଇକିରି ଏବେ ବି ଲୋକର କେତେ କ୍ୟୁରିଓସିଟି କୌତୁହଳ ସ୍ପେକୁଲେସନ୍ ଥିବ ଯେ ସେ ଆସିଲା କେମିତି। ଏଠି ତ ଓଡ଼ିଶାରେ 200 জন ଆରାଉଣ୍ଡ 200 IAS ଅଫିସର ଅଛନ୍ତି। ଏମାନେ ଆସନ୍ତି ଚାକିରି କରନ୍ତି ରିଟାୟାର ହେଇକିରି ପଳାନ୍ତି। ପାଣ୍ଡିଆନ ବାବୁ ଭଳି ଏମିତି କାହାର ରାଇଜ୍ ହେଇଛି କି କେବେ କାହାର ହେଇନି। ତାହେଲେ ତାହାକୁ ପ୍ରଥମ ସିଲେକ୍ସନଟା ତାର କେମିତି ହେଲା କେ ତାକୁ ଆଣିଲେ ଛାତ୍ରୀ ସାର୍ এই চিন্তাধারা কাହିଁ ଆସିଲା ଯେ ପାଣ୍ଡିଆନ ନବୀନ ବାବୁଙ୍କ ଉପରେ ବହି ଲେଖିବା ପାଇଁ? ମୁଁ ତ ପାଣ୍ଡିଆନ ଉପରେ ଲେଖେନି ନବୀନ ବାବୁ ଉପରେ নবীন বাবু উপরে লিখেছে। নবীন ইজ আ পলিটিক্যাল ফেনোমিনাল তার উপরে ମୁଁ ତ ବାରମ୍ବାର କହେ ତାର ଉପରେ PhD ହେବା କଥା। ନବୀନ ବାବୁ ଆପଣ ଭାବୁନାହାନ୍ତି ଲାଗୁନାହାନ୍ତି କି ଲାଗୁନି କି ନବୀନ ବାବୁ ଉପରେ PhD ହେଇପାରିବ? ଆମର ପ୍ରସନ୍ନ ପାଟ୍ଟଶାଣୀ ଉପରେ ମୁଁ ଜାଣିଛି 4-5ଟା PhD ହେଇଛି। ପ୍ରସନ୍ନ ବାବୁ ମୋତେ ନିଜେ କହିଛନ୍ତି। ନବୀନ ବାବୁ ଉପରେ ଗୋଟେ 24 ବର୍ଷର ମୁଖ୍ୟମନ୍ତ୍ରୀ ତାର ଉପରେ କିଛି ଲେଖା ହେବନି? ନିଶ୍ଚୟ ଲେଖା ହେବ। सर ओडिशावासी कहते पांड्यान सकाशे सरकार चलीगला ए कथा कौन नवीन बाबू फिल कहते कि प्रकृत पांड्यान सकाशे सरकार आपन कौन अनुभव करछन्ती? मोर एबे भी धारणा से অনুভব সে করুণা কারণ নালে পান্ডিয়ান বাবু অଛନ୍ତି কি তো পার্টি তো পর্যালোচনা ବି ହେଇନି ଏବେ ସୁଦ୍ଧା ଦେଖା ତ ବଟ୍ ଦେନ୍ ସେଟା ପାର୍ଟିର ଏବେ ପାଣ୍ଡିଆନଙ୍କ ଇଶାରାରେ ନବୀନ ବାବୁ ନାଚୁଛନ୍ତି କହିବା ଅତ୍ୟୁକ୍ତି ହେବ ନା। ମୁଁ ସେଟା କହୁନି ମୁଁ ଖାଲି ମୋର ବହିର କଥା କହୁଛି ଆଜି। ମୁଁ ଆଉ ତାର ବାହାରେ କିଛି କହିବାକୁ ନାରାଜ। ଆପଣ ଲେଖିଛନ୍ତି ପାଣ୍ଡିଆନ ପଜଲଟା କ'ଣ ଘଟିଥିଲା ଆପଣ କିଛି ଅନୁଭୂତି ନଥିବ? ହଁ ଅଛି ନା କ'ଣ ପାଣ୍ଡିଆନ যে ପଜଲ ନବୀନ ପଟ୍ଟନାୟକ ଆଉ ସରକାର ଓଡ଼ିଶାବାସୀଙ୍କ ପାଖରେ କରିଛନ୍ତି। এই যে পান্ডিয়ান যে ସବୁ ক্ষমতা ନେଇଗଲେ সেটা ଆପଣ ପାଇଁ ମିଷ୍ଟ୍ରି ଲାଗୁନି ଗୋଟେ ପାଜେଲ୍ ଲାଗୁନି? সেটা ହେଉଛି ଏଇ ବହିରେ ଅଛି। ତାର କାର୍ଯ୍ୟକ୍ରମ ପାଇଁ ଏସବୁ ପ୍ରୋତ୍ସାହନ କୋଉଠି ପାଉଥିଲେ? হ্যাঁ ବିଭିନ୍ନ ପର୍ଯ୍ୟାୟରେ ସେ ଯେଉଁ ଗତି କରୁଥିଲେ ଆଗକୁ ବଢ଼ୁଥିଲେ ତାର ପ୍ରୋତ୍ସାହନଟା କିଏ ତାଙ୍କୁ ଦେଉଥିଲା? ସରକାର ନବୀନ ପଟ୍ଟନାୟକ ଦେଉଥିଲେ ନାଲେ କେମିତି ହେବ? ଆରେ ସେ ପାଣ୍ଡିଆନ ବାବୁ ଯେ ପାଣ୍ଡିଆନ ହେଇଛନ୍ତି ତାର କାରଣ କ'ଣ? ବିକଜ ହି ୱାଜ୍ କ୍ଲୋଜ୍ ଟୁ ନବୀନ ପଟ୍ଟନାୟକ। ସେ ଡିରାଇଭ୍ଡ ପାୱାର ଏନ୍ଜୟ କରୁଥିଲେ। এটা অরিজিনাল পাওয়ার নয়। নবীন বাবুর অরিজিনাল পাওয়ার ଥିଲା ଲୋକମାନେ ତାକୁ ଭୋଟ୍ ଦେଇକରି ଜିତଉଥିଲେ। ପାଣ୍ଡିଆନ ବାବୁଟା କ'ଣ ଲୋକ ଭୋଟ୍ ଦେଇଥିଲେ ନା? ସେ ଡିରାଇଭ୍ଡ ପାୱାରଟା ଏନ୍ଜୟ କରୁଥିଲେ। ତାମାନେ ଆମେ କ'ଣ କହିବା ସେ କେନ୍ଦ୍ର ସରକାର ନିର୍ଦ୍ଦେଶରେ ଏଜେଣ୍ଟ ଭାବରେ କାମ କରୁଥିଲେ ସରକାରଟା ଗୋଟେ ନା ସେଇଟା ମୁଁ ଜାଣିନି। ମୁଁ ଆଇ ଉଡ୍ ନଟ୍ ଲାଇକ୍ ଟୁ ସ୍ପେକୁଲେଟ୍ ଅନ୍ ଦ୍ୟାଟ୍। ଲୋକେ କହନ୍ତି ଆଇ ଡୋଣ୍ଟ। ଆଉ ଗୋଟେ କଥା ଯେତେବେଳେ ଆମେ ଦେଖୁଛେ 2024 ଇଲେକ୍ସନ୍ ପରେ ଆପଣ ଗୋଟେ ରିଭାଇଜ୍ ଏଜୁକେସନ୍ ଆଣିଲେ ଏବଂ ଆଗକୁ କିଛି ସେମିତି ପରିବର୍ତ୍ତନ ହେଉଛି ଇଫ୍ ଏନି ଚେଞ୍ଜେସ୍ সেই যদি পরিবর্তন যদি ইন্টারেস্টিং কিছু ହେଇଥାଏ হব এবং ମୁଁ যদি বঞ্চিଥାଏ ମୁଁ ନିଶ୍ଚୟ লিখিବି। କାହିଁ লিখিবিନି? ମୋର କାମ ହେଉଛି লিখিବା, অবজার্ভ କରିବା, আনালাইজ କରିବା ଆଉ লিখিବା। ନିଶ୍ଚୟ କରିବି সেই অপরচুনিটি যদি আসে। হ্যাঁ যদি 2029ରେ ପୁଣି ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେଇଗଲେ ପୁଣି ହେବ। ସାର୍ ଆପଣଙ୍କୁ କ'ଣ ଲାଗୁଛି 2029 ନବୀନ ବାବୁ ପୁଣି ଆସିବେ? ଆରେ ସେଇଟା ମୁଁ ଆଷ୍ଟ୍ରୋଲୋଜର ନୁହଁ ଆପଣ ତ ବହୁତ ଜିନିଷ ପ୍ରେଡିକ୍ସନ୍ ଦେଇଛନ୍ତି ନା ମୋର ଆଇ ଥିଙ୍କ ଇଟ୍ ଇଜ୍ ନଥିଙ୍ଗ କ୍ୟାନ୍ ବି ରୁଲ୍ଡ ଆଉଟ୍। ପଲିଟିକ୍ସରେ କି କିଛି ରୁଲ୍ ଆଉଟ୍ କରିହେବ କହିହେବନି କିନ୍ତୁ ଇଟ୍ ଲୁକ୍ସ ଭେରି ଅନଲାଇକଲି। କାହିଁକି ମୁଁ ଏଇଟା ଚର୍ଚ୍ଚା ବି ହେଇଛି ତାର ଏବେ 78 2029ରେ ତାର ବୟସ ହେଇଥିବ 83। ଆଚ୍ଛା ସବୁଠୁ ଓଲ୍ଡେଷ୍ଟ ଚିଫ୍ ମିନିଷ୍ଟର ହେଇଛନ୍ତି କେରଳାରେ ସେ ଯେଉଁ ଲୋକ ତାର ବୟସ ଥିଲା 81। হ্যাঁ দ্য ওল্ডেস্ট ম্যান টু বিকাম দ্য চিফ মিনিস্টার নবীন বাবুর 83। মানে আই ডোন্ট କାହିଁକି ଏଇଟା ଗୋଟେ ଥିଲା ମାନେ ନା ଆଇ ଏମ୍ ନଟ୍ ରୁଲିଂ ଇଟ୍ ଆଉଟ୍ ଅଲସୋ। କାହିଁକି ଏଇ ବହିର ଅରିଜିନାଲ୍ ଟାଇଟେଲ୍ ମୁଁ ଶୁଣନ୍ତୁ ଏଇ ବହିର ଅରିଜିନାଲ୍ ଟାଇଟେଲ୍ ଥିଲା ନବୀନ ପଟ୍ଟନାୟକ ଦ ରାଇଜ୍ ଆଣ୍ଡ ଫଲ୍। ଏଇ ରିଭାଇଜ୍ ଭର୍ସନ୍ରେ वी हैव चेंज्ड इट। आम राइज एंड फॉल कहूनी कहीं आमर रियलाइजेशन है हाँ तार गोटे सेटबैक होती एटा कौन तार फाइनाल फल आम जानू एटा हो पारे से पुणी पॉलिटिकल रिवाइव कर जापे।
ପଢ଼ନ୍ତି ପୁଣି ମୁଖ୍ୟମନ୍ତ୍ରୀ ହେଇପାରନ୍ତି। ଦ୍ୟାଟ୍ ଇଜ୍ ୱାଇ ୱି ଡିସାଇଡେଡ୍ ଏଗେନ୍ଷ୍ଟ ଦ ଟାଇଟଲ୍। ଏଇଟା ରାଇଜ୍ ଆଣ୍ଡ ଫଲ୍ ନାହିଁ, সেটা ଗୋଟେ କ୍ୟାଚି ହେଡ଼ଲାଇନ୍ ହେଇଥାନ୍ତା, ଟାଇଟଲ୍ ହେଇଥାନ୍ତା। ବଟ୍ ୱି ସେଡ୍ ନୋ, ହାଉ କ୍ୟାନ୍ ୱି ରୁଲ୍ ହିମ୍ ଆଉଟ୍? ଆମେ ଏବେ ତାକୁ କ'ଣ ରୁଲ୍ ଆଉଟ୍ କରିପାରିବୁ ନା? ସେ ଏବେ ବି ପପୁଲାର। ମୁଁ ତ ବାରମ୍ବାର କହେ ନବୀନ ପଟ୍ଟନାୟକ ସିଙ୍ଗଲ୍ ଇଣ୍ଡିଭିଜୁଆଲ୍ ପଲିଟିସିଆନ୍ ଓଡ଼ିଶାରେ ସବୁଠୁ ପପୁଲାର ହେଉଛି ନବୀନ ବାବୁ, ଏଇଟା ମାନିବା ପଡ଼ିବ। 2017ରୁ 24 ଭିତରେ କ'ଣ ହେଇଥିଲା ପାଣ୍ଡିଆନ୍ ପାଜଲ୍, ଯାହା ଆପଣଙ୍କର ବହିରେ ଅଛି? ପାଣ୍ଡିଆନ୍ ପାଜଲ୍, ତାହେଲେ ବହିଟା ପଢ଼ିବେ ନା? ବହିଟା ପଢ଼ିବା ପଡ଼ିବ, ତାହେଲେ ଜାଣିବେ କେମିତି। Thank you. ଥ୍ୟାଙ୍କ ୟୁ।